ଗାଁ ସାରା ସମସ୍ତେ କଳାକାର। ବହୁତ ବଢ଼ିଆ କଥା ଯେ ମଞ୍ଚକୁ ଆସିବା କେତେ କଷ୍ଟ ହେଇଛି ମୋତେ। ଆମର 10:30ରେ ଆରମ୍ଭ ହେଇଯିବ, ମାନେ ଘଣ୍ଟେ 1.5 ଘଣ୍ଟା ଭିତରେ ନାଟକ ଫାସିନି ମୋର। ଆଜି ଧରିଛି, ଆଜି ନାଟକ ହେଉଛି ଜଗା ଧରିଛି ଜୀବନ ପନ୍ଥା। କିନ୍ତୁ ବହୁତ ବଢ଼ିଆ କଥା ହେଉଛି କ'ଣ, ପ୍ରଥମେ ସମସ୍ତଙ୍କୁ ମୁଁ ସମ୍ମାନ ଜଣାଉଛି। ଏ ଗାଁ ସହିତ ତ ମୁଁ ବହୁତ ଆଗରୁ ଜଡ଼ିତ, କାରଣ ଏଠିକି ଆମେ ଯାତ୍ରା କରିବାକୁ ଆସିଛି। ଆଗରୁ ଆସିଛୁ ବେଲଗଛିଆ, ପ୍ରାୟ 2-3 ଥର ଖଣ୍ଡେ ହେଇଯିବ କ'ଣ। ଆଉ ସବୁ ପରେ ମୋର ଯେ ଭାଇ ଭିଣେଇ ସବୁ କହିପାରନ୍ତି ମୋ କାଳିଆ ଭାଇ, ଆଉ ତାଙ୍କ ସହିତ ମୋର ବହୁ ଦିନର ସମ୍ପର୍କ। ଯେବେଠୁ ମୁଁ ଭୁବନେଶ୍ୱରରେ ଘର ଖଣ୍ଡେ କିଣିଛି ପଟିଆ ଗାଁରେ, ସେଇଠୁ ମୋ ସମ୍ପର୍କ। ସେ ଯାଆନ୍ତି ସବୁବେଳେ ବାକୁଇ ଘରକୁ, ବାପଙ୍କର ବନ୍ଧୁ, ମୋର ବି ବନ୍ଧୁ। ଆଉ ତାର କଥା ମୁଁ ଏଡ଼େଇ ନପାରେ। ସେ ଏ ଅଞ୍ଚଳର ପାଟି ପଡ଼ିଲା ମାନେ ଯେତେ ବାଟ ହଉ ସେ ଯାଇକି ପହଞ୍ଚିବ। ତେଣୁ ତା କଥାଟା ବେଶୀ, ଯାହା ହଉ ଆପଣମାନଙ୍କର ସ୍ନେହ ଶ୍ରଦ୍ଧା ଭଲ ପାଇବା, ଏ ତ ମୋ ପାଇଁ ବହୁତ ଗର୍ବର କଥା। ମୋତେ କହୁଛି ମୁଁ କେବେ ଗୁରୁର ସ୍ୱପ୍ନ ଦେଖିନି, ମୁଁ ଗୁରୁ ହବାକୁ ଚାହିଁବି ନାହିଁ। ମୋତେ ପଚାରିଲେ ଆପଣ ଡିରେକ୍ସନ୍ ଦେଲେଣି ନା, ମୁଁ ସେ ପାରିବିନି। କାହିଁକି, କାରଣ ଆମେ ତ ସବୁବେଳେ ଗୁରୁଙ୍କର ଆଶୀର୍ବାଦ ପାଇଁ ବ୍ୟସ୍ତ ରହିଲୁ। ଆମେ କାହାକୁ, ଯାହା ବହୁତ ବଢ଼ିଆ କଥା। ଆମର ଯେ ନିର୍ଦ୍ଦେଶନା ଦେଉଛନ୍ତି, ବହୁତ ବହୁତ ଧନ୍ୟବାଦ ଦେଉଛି ତାଙ୍କ କଥା ଶୁଣି, ମୋ ଭାଇ କଥା ଶୁଣି। ଯେ ଆମେ ଏମିତି ମଞ୍ଚରୁ ଆମେ ଆସିଛୁ। ଅବଶ୍ୟ ସେ ମଞ୍ଚ ଏଇ ପଟା ପଡ଼ିନଥିଲା, ମାଟି ପଡ଼ିଥିଲା। ସେତେବେଳେ ସବୁ ଗୋଡ଼ ହାତ ଭାଙ୍ଗି ହେଉଥିଲା, ମାଟି ଉପରେ ମସିଣା ପଡ଼ିଥିବ, ପେଟ୍ରୋଲ ମାକ୍ସ ଲାଇଟ୍ ଜଳୁଥିବ। ସେତେବେଳେ ଆମେ ଆସିଛୁ ଏଇ ଯାତ୍ରାକୁ। ସେତେବେଳେ ଲାଇଟ୍ ନଥିଲା, ଗୋଟେ ବଲ୍, ଯେ ଇଲେକ୍ଟ୍ରିକ୍ ନଥିଲା, ଏଇ ଜେନେରେଟର ଚାଲିବ, ଗୋଟିଏ ବଲ୍ ଝୁଲିବ, 4ଟା ଗୋଟିଏ ଫୋନ୍ ଝୁଲିବ। ସେତେବେଳରୁ ଆମେ ଯାତ୍ରା କରିଛୁ। ରଘୁନାଥ ପଣ୍ଡାପଟି 1978 ମସିହା କଥା ମୁଁ କହୁଛି। ସେତେବେଳେ ପୌରାଣିକ, ଐତିହାସିକ, କାଳ୍ପନିକ ଏଇସବୁ ନାଟକ ଚାଲିଥିଲା। ଛତ୍ରପତି ଶିବାଜୀ, ଗ୍ରୀକ୍ ବୀର ଆଲେକଜାଣ୍ଡାର, ରାମ ରାଜ୍ୟ, ଏଇସବୁ ନାଟକ ସେତେବେଳେ ହେଉଥିଲା। କୃଷ୍ଣପ୍ରସାଦ ବେହେରା, ରଘୁନାଥ ପଣ୍ଡା, ଶ୍ୟାମସୁନ୍ଦର ମହାପାତ୍ର, ଏଇମାନଙ୍କ ନାଟକ, ଏଇମାନଙ୍କ ଲେଖା ସବୁ ନାଟକ ହେଉଥିଲା ସେତେବେଳେ। ପୌରାଣିକ, ଐତିହାସିକ, ଖୁବ୍ କମ୍ ସାମାଜିକ ନାଟକ ହେଉଥିଲା। ତାପରେ ବର୍ତ୍ତମାନ ତ ସାମାଜିକ ନାଟକ ବ୍ୟତୀତ ଅନ୍ୟ କୌଣସି ନାଟକ ହୁଏନି। କାଳ୍ପନିକ ନାଟକ ବହୁତ ବଢ଼ିଆ ନାଟକ। ସେ ନାଟକ ବହୁତ, ମାନେ କଳ୍ପନା କରିକି ଲେଖା ହେଇଥିବ ସେ ନାଟକ। କିମ୍ବଦନ୍ତୀମୂଳକ ନାଟକ, ଏଇ ଯେମିତି ଦପୋଇ, ଶାରଳା ସୁନ୍ଦରୀ, ଖୋଲଣା ସୁନ୍ଦରୀ, ଏସବୁ ନାଟକ ସେତେବେଳେ ହେଉଥିଲା। ସେତେବେଳେ ନାଟକରେ ସବୁ ବଢ଼ିଆ ବଢ଼ିଆ ଚରିତ୍ର, ସଂଗ୍ରାମ ବି ବଢ଼ିଆ। ଯାହା ହଉ ବର୍ତ୍ତମାନ ତ ସବୁ ପରିବର୍ତ୍ତନ ହେଇଯାଇଛି, ବହୁତ ପରିବର୍ତ୍ତନ ହେଇଯାଇଛି। ବର୍ତ୍ତମାନ ଆମେ ସମସ୍ତେ ଫଲୋ କରୁଛୁ। ଆମେ ଯେମିତି ଭାଇ କହିଲେ, ମୋତେ ମୁଁ ସେମିତି କାହାକୁ ଫଲୋ କରିଥାଏ। ଫଲୋ କରିବା କଥା ହେଉଛି ଏହା, ଆମେ ଅନୁକରଣ କରିବା, ତାଙ୍କଠାରୁ କଥାଟାକୁ ଗ୍ରହଣ କରିବା, କିନ୍ତୁ ନିଜେ କ'ଣ କରିବା ସେଟା ହେଉଛି ନିଜର କର୍ତ୍ତବ୍ୟ। କିନ୍ତୁ ସେ ଏମିତିଆ ବାକୁଛି, ମୁଁ ଏମିତିଆ ବାକୁଛି, ତା ବୋଲିକି ସେଇଟା ସେ ଯେମିତି ବାକିଲା, ମୁଁ କେମିତି ବାକିବି, ଏଇଟା ହେଉଛି କଥା। ଯାହା ହଉ ଏଇ ମଞ୍ଚରୁ ମୁଁ ବି ଆସିଛି। ଗ୍ରାମ୍ୟ କଳା ଯେଉଁଠି ଥାଏ, ସେ ଗାଁର ପରିସର ଅଲଗା ଥାଏ, ସେ ଗାଁର ସଂସ୍କାର ଥାଏ, ସେ ଗାଁର ଏକତ୍ରିତ ଥାଏ। ଭାଇଚାରା, ବିଶେଷ କରି ଭାଇଚାରା ସୃଷ୍ଟି କରି ଗ୍ରାମ୍ୟ କଳା। ଏଠି ରାଜନୀତି ନଥାଏ, ଧର୍ମନୀତି ନଥାଏ, ସବୁଠି ଥାଏ ଗୋଟେ ଏକ ହବା, ଗୋଟେ ସୁନ୍ଦର ନାଟ ପରିବେଷଣ କରିବା। ଏକ ନହେଲେ ଏସବୁ ଜିନିଷ ହେଇପାରିବ। ତେଣୁ ସମସ୍ତେ ଏକ ହେବା। ତେଣୁ ଏକତାଟା ହିଁ କେତେ ବଡ଼, ସେଟା ସେଇ ଜଗନ୍ନାଥ ହିଁ ଜାଣନ୍ତି। ନିଶ୍ଚୟ ସବୁ ଭାଇମାନେ ନିଶ୍ଚୟ ଭଲ ଅଭିନୟ କରିବେ। କାରଣ ୟା ଭିତରେ ତ ମୁଁ ଦେଖିଲିଣି ଅନେକ ପିୟୁଷ ଅଛନ୍ତି, ସାଇ ଅଛନ୍ତି, ଦୈତାରୀ ପଣ୍ଡା ବି ଅଛନ୍ତି। ତେଣୁ ସମସ୍ତେ ୟା ଭିତରେ ଅଛନ୍ତି। ୟା ଭିତରେ ଭବିଷ୍ୟତରେ କିଏ ଯେ କଳାକାର, ନିଶ୍ଚୟ ତାଙ୍କ ଭିତରେ ସେ ଉଦ୍ଦୀପନା ଥିବ। ଗୋଟେ ଏତେ ମଜା ଯେ ଗାଁରେ ଯାତ୍ରା କରିବା, ସେଥିରେ ଚରିତ୍ର କରିବା। ମୁଁ ଜାଣିଛି, ମୁଁ 2ଟା ନାଟକର କରିଥିଲି। ମୁଁ ଯେତେବେଳେ ଯାତ୍ରାକୁ ଆସିଥିଲି, 2ଟା ନାଟକ କରିକି ଆସିଥିଲି। ଗୋଟେ ମିଟି ଖେଳ, ଆଉ ଗୋଟେ ଧର୍ମ ବିପ୍ଳବ। ସେତେବେଳେ ମୋର ମେକଅପ୍ ଛଡ଼େଇଛି। ମୋତେ ଜଣେ 2 ଜଣ କହିଲେ, ନାଇଁ ତୁ ଯାତ୍ରାପାଟିକି ପଳା। ସେତେବେଳେ ଯାତ୍ରାପାଟିରେ ଖାଇବାକୁ ମିଳେନି, ପଇସା କଥା ତ ଅଲଗା କଥା। ଯେତେବେଳେ ବଡ଼ ପାର୍ଟି ଦିଏ, ସେ ବି ପଇସା ଦେଇପାରନ୍ତି। ବଡ଼ ପାର୍ଟି ଦିଏ, ଯେତେବେଳେ ବଡ଼ ପାର୍ଟି ମାନେ 4-5ଟା ପାର୍ଟି, ମାନେ ଗୋଟେ ଟ୍ରକ୍, ଯାହାର ଗୋଟେ ଟ୍ରକରେ ବାନ୍ଧିବ, ଟ୍ରକରେ ତ ଯାଏନି ଶଗଡ଼, ନହେଲେ ଏଇ ଯେଉଁ ଟ୍ରାକ୍ଟର,
ये ଜାଣିନଥିବେ କି ମୁଣ୍ଡେ ମୁଣ୍ଡେ ଏ ଗାଁରୁ ସେ ଗାଁ 5 କିଲୋମିଟର 10 କିଲୋମିଟର ଏ ଗାଁରୁ ସେ ଗାଁ ବି ଆମେ ଚାଲିକି ଖରାଦିନେ ପିଠିକୁ ନେଇକି ଏ ଗାଁରୁ ସେ ଗାଁ ବି ଯାଇକି ଯାତ୍ରା କରିଛି। ଏମିତି ଥିଲା ଯାହା ହଉ ବର୍ତ୍ତମାନ ବହୁତ ପରିବର୍ତ୍ତନ ହେଇଛି। କଳାକାରମାନେ ଲକ୍ଷ ଲକ୍ଷ ଟଙ୍କା ପାଉଛନ୍ତି କିନ୍ତୁ ଏଇ ଯେଉଁ ଗ୍ରାମ୍ୟ କଳା ଏ ଯେଉଁ ଗାଁର ଯେଉଁ ପାଇଗଲେ ସୌଖିନ ମଞ୍ଚ ଏ ମଞ୍ଚ ଆଗରୁ ବହୁତ ଥିଲା କାରଣ ସେମିତି ଏକତା ଥିଲା କିନ୍ତୁ ଏସବୁ ବର୍ତ୍ତମାନ ହଜିଗଲାଣି। ଯୋଉଠି ଅଛି ସେଇଠି ସବୁ ନେଇକି ରହିଛି କାରଣ ଏଠି 5 ଭାଇ ବସିଲେ ଅନେକ ସୁନ୍ଦର କଥା କେବଳ କଳା ନୁହେଁ ସବୁ କ୍ଷେତ୍ରରେ ସେମାନେ ସମାଧାନ କରିବେ ସେମାନେ କହିପାରିବେ। ଯାଉ ଜଗନ୍ନାଥ ସମସ୍ତଙ୍କୁ ମଙ୍ଗଳ କରନ୍ତୁ। ଆଜିର ନାଟକ ବଢ଼ିଆ ହଉ ସବୁ ଦର୍ଶକ ମାନଙ୍କୁ କାରଣ ଦର୍ଶକ ହଉଛନ୍ତି ଆମର ଭଗବାନ। ଦର୍ଶକ ନଥିଲେ ଏ ମଞ୍ଚ ନଥାନ୍ତା ये भी गाँ यात्रा भी कर आम भी यात्रा व्यवसाय भी कर गोटे दर्शक हूँ सबुठ मूल्यवान जब चेयर भर्ती होता ये मत आहरी बढ़िया रही था मीटिंगटा तेणु आसवा टाइम आम यात्रा टाइम हो आम पलैबू तेणु जाओ समस्त देख निश्चय बढ़िया नाटक पुणी काली पुणी आम नाटक हो तू मत मो भाग्य नाम काली शुणा खुशी लगला नाटक नाटक ये नाटक आम कंटिन्यूस कर काली नाटक तो बढ़िया नाटक काली नाटक सेमती कह ना से लास्ट सीन कथा कहूँ गोटे पुआटा पेटे कर खरा बापू कहीदे जाऊँ सारिया पड़ी लो हेलो हे बाइकिना हेलो से आलिमीरा थाक उपरे नंबर 1 अधाटे अच्छे नहीं हेलो मो डक डक कर मारी दिए हेलो ए पुआटा छोट थिला बेले मो पाखरे मो छाती उपरे गोड़ पकई शोला बड़ हैला परे अलगा शोला से सीना मते चिन्हि पारिलानी तू पूरा 35 वर्ष हैला मो गोड़ उपरे गोड़ पकई शोइछु तू गोड़ जानि पारलुनी तो स्वामीटा कौन तू कौन जानी पार्लुनी तो स्वामीर चरित्र कौन से पुआटा तो मत बेईमान विश्वासघातक केते कौन कही जागला तू मु वंचित होता तू मत मारिदेलु ना सारिया हेलो तू कौन बुझिबू नारी मान आखिर लुह तरल पदार्थ तैयारी सहज आखिर निकली जाए हेले पुरुष आखिर लुह कठिन पदार्थ तैयारी तक सीना सहजरे आखि निकली जाए आमर प्रति मुहूर्त आखि को लाभ से सब कहे तुम सत सतिया मो भिलिया नहीं तो थे से पुआटा को मारी देलो शीतल बड़ लोकर झी स्वामी थाऊ थाऊ ताको विधवा करदेली बोली तू मत पूरा मनीष पड़ेगा आज जब आम पुआटा मरी जाता वो कलिजा फटे रक्त गुड़ा को छाती फाटी बाहर को छिटी पड़ी न था तू कौन सही पारी दानु एंती अछि आओ सारो कथा तो सुनी निश्चय ताको कथारू जा सुनी निश्चय नाटक ताको फुल निर्देशना देथिबे तार मन को भलो करंतु बढ़िया हो समस्त भलो करंतु ଆଉ ଥରେ ଆପଣମାନଙ୍କୁ ସମସ୍ତଙ୍କୁ ସମ୍ମାନ ଜଣାଇ ରହୁଛି। ଜୟ ଜଗନ୍ନାଥ। ଖରା ହଉଛି ବର୍ଷା ହଉଛି ଦଇତାରି ପଣ୍ଡା ବାହା ହଉଛି ଖରା बर्तमान तो सृष्टि परिस्थिति ठीक ना जगन्नाथ आमको बहुत भल रखी आम जगन्नाथ पाख लोक से जगन्नाथ आम मान चक्रवाड़ कर रखिए बर्तमान जो दुर्विश समस्त सम्मान जय